ଆଜ୍ଞା ନମସ୍କାର। ଏ ସ୍ତ୍ରୀ ଲୋକମାନେ ଯେଉଁମାନେ ଫାଙ୍କା ଭାଇ ବାଡ଼ି ଦେଉଛ ଟିକିଏ ଭାଷା ସଂଯତ ରଖ। ମେଞ୍ଚେ ମେଞ୍ଚେ ସିନ୍ଦୁର ମାରିଛ, ଏପଟେ କହୁଛ କ'ଣ ନା ରାତି ସାରା କିଏ ଆମ ସହିତ ଗପିବ, ଆମେ ଗପିମୁ, କିଏ ଆସିବ କୁହ। ଏ ଛୋଟ ଛୁଆ ସବୁ ଦେଖୁଛନ୍ତି କ'ଣ ହେବେ। ତୁମର ଯଦି ଏତେ ପାଣି ଉଠୁଛି ତାହେଲେ ନିଜ ପୁଅ ଝିଅକୁ ଧରିକି ଗଡ଼। ଆଉ ସିନ୍ଦୁର ମାରୁଛ, ତୁମର ତ କହିଦା ଅଛି। ଯଦି ନାହିଁ କାହା ପାଇଁ ମାରୁଛ? ନା ଲୋକ ଆଟ୍ରାକ୍ସନ୍ ହେଇକି ତୁମ ପାଖକୁ ଦୌଡ଼ିବେ ବୋଲି ହେଲା। ତୁମେ ଗୁମୁଟ ଖୋଲି ବସିକି ଲୋକଙ୍କୁ ଡାକ, କିନ୍ତୁ ଇଏ ଫେସବୁକ୍, ଇଣ୍ଟରମିଡ଼ିଆ, ୟୁଟ୍ୟୁବ୍ରେ ଛାଡ଼ିକି ଛୋଟ ଛୁଆ ଦେଖୁଛନ୍ତି, ତାଙ୍କ ମସ୍ତିଷ୍କ ତୁମେ ବିବ୍ରତ କର ନା। ଆଉ ଆମର ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ବାବୁଙ୍କୁ ଅନୁରୋଧ, ୟା ପାଇଁ ଗୋଟେ ଆଇନ କରନ୍ତୁ। ଏଭଳିଆ ବଦମାସ ମାଇକିଣା ଯେଉଁମାନେ ବାଇଟ୍ ଛାଡ଼ୁଛନ୍ତି ସେମାନଙ୍କୁ ଆରେଷ୍ଟ କରାଯାଉ, ଏବଂ ତାଙ୍କୁ ଆରେଷ୍ଟ କରିକି ଡାଇରେକ୍ଟ ନେଇକି ପୁଷିଆ କୋର୍ଟରେ ରଖିବା ଆବଶ୍ୟକ ନାହିଁ। ତାଙ୍କୁ ପୁଲିସ ନେଇଯାଉ, ଗୋଟେ ବେଶ୍ୟା ଲାଇସେନ୍ସ ଦେଇକି ଛାଡ଼ିଦେଉ। ତାଙ୍କ ଘର ଦ୍ୱାରରେ ଗୋଟେ ବେଶ୍ୟା ଲାଇସେନ୍ସ ବାଡ଼େଇ ଦେଉ, କାରଣ ତାଙ୍କ ସ୍ୱାମୀ ବି ପାରମିସନ୍ ଦେଉଛନ୍ତି। କାରଣ ମାଇଚିଆ ହିଞ୍ଜଡ଼ା ତା ଯଦି ନ ହେଇଥାନ୍ତେ ସେମାନେ ଖଟିକି ପୋଷି ପାରନ୍ତେ। ସେମାନେ ଖଟିକି ପୋଷି ପାରୁନାହାନ୍ତି, ତାଙ୍କୁ ଛାଡ଼ି ଦେଇଛନ୍ତି। ଯାଅ କ'ଣ ଏଇ କ'ଣ କହନେ ତୁମକୁ ବେଶୀ ଲାଇକ୍ ଫାଇକ୍ ଆସିବ, ପଇସା ମିଳିବ। ଆଉ ବଲ୍ଲଭ ଫଲବଲ ଥିଲା ତ, ସେ ତ ବିଜେଡ଼ି ପଳେଇଗଲା। ନବୀନ ତ ଚିଟପଟାଙ୍ଗ, ପାନିଆନ ତ ତା ଘରକୁ ଗଲା, ଆଉ ସେ ତ ମିଳିବନି। ତେଣୁ ଏ ବାଟରେ ସେ ବାଟ ଯଦି ନହେଲା ଏ ବାଟରେ ଇନକମ୍ କର। ଆଜ୍ଞା ଯଦି କାହାରିକି ବାଧିଥାଏ ମୁଁ ସେଥିପାଇଁ ଦୁଃଖିତ, କହିବା ପାଇଁ ବାଧ୍ୟ ହେଇନି। ଛୋଟ ଛୁଆ ଗୁଡ଼ା ଆମରି ପୂର୍ବ ପିଢ଼ି ଖରାପ ହେଇଯାଉଛନ୍ତି। ତେଣୁ ସମସ୍ତେ ୟାକୁ ଲାଇକ୍ କର ଏବଂ ସେୟାର କର। ଏଇଟା ମୁଖ୍ୟମନ୍ତ୍ରୀ ପାଖରେ ପହଞ୍ଚୁ। ସେ ୟା ପାଇଁ ଗୋଟେ ସ୍ୱତନ୍ତ୍ର ଆଇନ କରନ୍ତୁ। ସେମାନଙ୍କୁ ଯଦି ବେଶ୍ୟା ଲାଇସେନ୍ସ ଦିଆଯିବ ତାଙ୍କୁ ବି ବାଧିବନି, କାରଣ ସେ ବିଜେଡ଼ି ରହିକି ତାଙ୍କର ଅଭ୍ୟାସ ଅଛି, ବଲେଇଲେ ଫଲେଇଲେ ଯିବା ଆସିବା କରିକି ଅଭ୍ୟାସ ହେଇଯାଇଛି। କିନ୍ତୁ ତଥାପି ଲୋକ ଜାଣି ହୁଅନ୍ତୁ, କିନ୍ତୁ ଛୁଆ ଗୁଡ଼ା ଖରାପ ନ ହୁଅନ୍ତୁ। ନମସ୍କାର ଆଜ୍ଞା, ରହିଛି।